ଯୌତୁକ ଜୁଇରେ ପୁଣି ଜଣେ ନବବଧୂ ଗୋଡ଼ରୁ ଅଳତା ନଉଲି ପୁଣୁ ଲିଭିଗଲା କବିତାଙ୍କ ଜୀବନ ଦୀପ। ଯୌତୁକ ପାଇଁ ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। କବିତା ଥିଲେ 3 ମାସର ଗର୍ଭବତୀ। କବିତାଙ୍କୁ ମାରିଦେଇଥିବା ଅଭିଯୋଗ କରି ବାସୁଦେବପୁର ଥାନାରେ ଏତଲା। ପୁଲିସ କରୁଛି ଘଟଣାର ଛାନଭିନ। ଯୌତୁକ ଲୋଭୀ ରାକ୍ଷସ ଯୌତୁକ ପାଇଁ ନିଜର ମଣିଷ ପଣିଆକୁ ଭୁଲି ଯାଉଛନ୍ତି। ଯୌତୁକ ଯେମିତି ଗୋଟିଏ ସାମାଜିକ ବ୍ୟାଧି ହୋଇଯାଇଛି। ଏପରି ଘଟଣା ବାରମ୍ବାର ଘଟିବା ଦ୍ୱାରା ଝିଅ ଜନ୍ମ କରିବା ପାଇଁ ଲୋକମାନେ ଭୟ କଲେଣି। ନିଜର ଜନ୍ମିତ ଝିଅକୁ ଛୋଟରୁ ବଡ଼ କରି ପାଠ ପଢ଼ାଇ ଭଲ ଜାନି ଯୌତୁକ ଦେଇ ବାହାଘର କରି ମଧ୍ୟ ପରିବାର ଲୋକ ଶାନ୍ତିରେ ଘରେ ଶୋଇପାରୁନାହାନ୍ତି। କିଛି ଯୌତୁକ ଲୋଭୀ ରାକ୍ଷସଙ୍କ ପାଇଁ ଆଜିର ସମାଜ କଳୁଷିତ ହେବାକୁ ବସିଲାଣି। କିଏ ଜାଣେ କେତେବେଳେ ଯେ ଏହିପରି ଯୌତୁକ ଲୋଭୀ ରାକ୍ଷସମାନେ କାହାର ଜୀବନ ନେଇଯିବେ ତାର ସୂଚନା କାହା ପାଖରେ ନାହିଁ। ଅଭିଯୋଗକାରୀ ସନାତନ ରାଉତଙ୍କ ଅଭିଯୋଗ କ୍ରମେ ସେ ତାଙ୍କ ଝିଆରୀ କବିତାଙ୍କୁ ଗତ 19/2/2024ରେ ହିନ୍ଦୁ ରୀତିନୀତି ଅନୁସାରେ ମନ୍ଦାରୀ ନିବାସୀ ରତିକାନ୍ତ ଭୋଇଙ୍କ ସହିତ ବିବାହ କରାଇଥିଲେ। ବିବାହ ସମୟରେ କନ୍ୟା ପକ୍ଷରୁ ବରପକ୍ଷର ଦାବି ମୁତାବକ ଯୌତୁକ ଦେଇଥିଲେ। ମାତ୍ର ବାହାଘରର 15 ଦିନ ପରେ ରତିକାନ୍ତଙ୍କ ପରିବାର ତରଫରୁ ଆଉ 50,000 ଅଧିକ ଯୌତୁକ ଦାବି କରି କବିତାଙ୍କୁ ଅତ୍ୟାଚାର କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ବାପଘରୁ ତାପରେ ବରପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା। ମାତ୍ର ଆଜି ଆରଗାଁର ପିଲା ବାସୁଦେବପୁର ମେଡିକାଲର ନିଜର କୌଣସି ଏକ କାମରେ ଯାଇଥିବା ସମୟରେ ମେଡିକାଲରେ ମୋ ଝିଆରୀର ମୃତଦେହ ଦେଖି ଆମ ପରିବାରକୁ ଖବର ଦେଇଥିଲେ। ମାତ୍ର ଆମେ ତୁରନ୍ତ ଆସି ବାସୁଦେବପୁର ମେଡିକାଲରେ ପହଞ୍ଚି ଦେଖିଲା ବେଳକୁ ମୋ ଝିଆରୀ କବିତା ମରି ମେଡିକାଲରେ ଶୋଇଥିଲା। ଏମିତିକି ମୃତ କବିତାଙ୍କ ପାଖରେ ତାଙ୍କ ସ୍ୱାମୀ ଓ ପରିବାର ଲୋକ କେହି ନଥିବାରୁ ଆମ ପରିବାରର ସନ୍ଦେହ ଆହୁରି ବଢ଼ିଯାଇଥିଲା। ଅପରପକ୍ଷରେ କବିତାଙ୍କର କେମିତି ମୃତ୍ୟୁ ହେଲା ଓ କାହିଁକି ହେଲା କବିତାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ବାସୁଦେବପୁର ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇ କବିତାଙ୍କ ମୃତ୍ୟୁ କେମିତି ହେଲା ଆଉ କେଉଁ କାରଣରୁ ହେଲା ତାର ଉପଯୁକ୍ତ ତଦନ୍ତ କରି କବିତାଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି କବିତାଙ୍କ ପରିବାର ଆଶା ବାନ୍ଧି ବସିଛନ୍ତି। ମୋ ନାଁ ଶ୍ରଦ୍ଧାଞ୍ଜଳି ପଲ୍ଲାଇ। ଆମ ଘର ଲକ୍ଷ୍ମୀ ପ୍ରସାଦ। ମୋ ଝିଅର ବଡ଼ ଭାଉଜ। ଆମ ଝିଅକୁ ଏବେ ବହୁତ ଟର୍ଚର କରନ୍ତି। ଆଗରୁ ମୋ ପାଖରେ ବି ରେକର୍ଡିଂ ଅଛି। ସ୍ୱାମୀ ସ୍ତ୍ରୀ ବହୁତ ଲାଗନ୍ତି। ଶାଶୁ ବି ମାରେ ତାକୁ। ଆମେ ଆଜି ସାହି ଲୋକ ଗାଁ ଲୋକ ଆମର ଗୋଟେ ମେଡ଼ିକାଲ ଆସିଥିଲେ। ସେ ହେଉଛି ଫୋନ୍ କରି ଜଣେଇଲେ ଯେ ମାରି ଦେଇଛନ୍ତି, ଶାବଳ ପକେଇକି ମାରିଛନ୍ତି। ଘର ଲୋକ ବି ଆମକୁ ଏପର୍ଯ୍ୟନ୍ତ ଫୋନ୍ କରୁନାହାନ୍ତି। ଆମେ ଜଇଁ କତିକି ଫୋନ୍ କଲାବେଳକୁ ସିଏ କହୁଛନ୍ତି ଭାଉଜ ତମ ଝିଅ ହେଉଛି ରସି ଦେଇଛି ତମେ ଆସିକି ନେଇଯାଅ। ଆମେ କହିଲେ ଆମକୁ ଜଣେଇଲନି କାହିଁକି? କହିଲେ ମୁଁ ବାଲେଶ୍ୱର ଆସିଛି। ସେ ଝିଅ ବି ପ୍ରେଗନେଣ୍ଟ ଅଛନ୍ତି। ଏମିତି ଟର୍ଚର କରି ମାରି ଦେଇଛନ୍ତି ମୋ ନଣନ୍ଦକୁ ସେମାନେ। ଯୌତୁକ ନିର୍ଯାତନା ଦେବା ଦେଇକି ବହୁତ ବାରମ୍ବାର ତାକୁ ଟର୍ଚର କରୁଥିଲେ। ସେ ଆମ କତିକି ବାରମ୍ବାର ବି ଫୋନ୍ କଲା ଭିତରେ ବି 2 ଥର ରାଗିକି ପଳେଇ ଯାଇଥିଲା ଘରକୁ। ଆମେ ତାକୁ ଛାଡ଼ୁନଥିଲୁ। ଏବେ ହେଉଛି ତା ସ୍ୱାମୀ ଯାଇକି ନିଜେ ବ୍ୟସ୍ତ ହେଇକି ଗୁତଳା ହାତଳ ପଡ଼ିକି ନେଇ ଆସିଲା ପରେ ଏଇ 7-8 ଦିନ ତଳରେ ନେଇ ଆସିଛି। ଏବେ ଦେଖିଲା ବେଳକୁ ଝିଅ ମରିଛି ବୋଲିକି ଆମ କତିକି ଖବର ଯାଉଛି। କିଏ ଦେଲା ଖବର? କେତେବେଳେ? ସିଏ କାହାକୁ କହିଛନ୍ତି ବାଇରିଆ ଲୋକ ଆମ କତିକି ଫୋନ୍ କଲେ। କେତେବେଳେ ଜାଣିଲେ? 11ଟା 11:30 ଭିତରେ। କ'ଣ ଚାହୁଁଛନ୍ତି? ମରିଛି ନା ଗାଡ଼ି ଧକ୍କା ହେଇଛି ବୋଲି କିଏ କହିଲା। ତାପରେ ଦେଖିଲା ମୁଁ ଆସି ବାଟ ଦେଖିଲା ମୁଁ ଦୌଡ଼ିକି ଆସିନୁ। ଆସି ଦେଖିଲା ଇଏ ତାର ଛାତ ଉପରେ ଥିଲେ। ସମସ୍ତେ ଏଠି ଘୁ ଘା କରୁଥିଲେ ଘରେ। ଏତେ ଶୁଣିକି ମୁଁ ଦୌଡ଼ି ଗଲି ଛାତ ଉପରୁ ଦେଖିଲା ଇଏ ପଡ଼ିକି ରହିଛି। ଆଉ ପାଣି ସମସ୍ତେ ଯାହା ମାନେ ସବୁ ଛାଟ କରୁଛନ୍ତି। ଆମ ଦିଅରକୁ ଫୋନ୍ କରିନି। ଦିଅର ସାଙ୍ଗେ ସାଙ୍ଗେ ଆସିଲା ତାକୁ ହସ୍ପିଟାଲ ନେଇକି ଆଣିକି ଏଇଠି ଛାଡ଼ି ଦେଇଛି ମୁଁ ତ ରହିଛି। ଆଉ ଆମ ଦିଅର ନାଁ ହେଉଛି ସୁଶାନ୍ତ। କେବେ ମ୍ୟାରେଜ୍ କରିବେ? ଯିଏ ବାହା ହେଇଥିଲା ସିଏ ମ୍ୟାରେଜ୍ କଲେ 2-3 ମାସ ହେଲା ସେ ମ୍ୟାରେଜ୍ କରୁଛି। ରତି ହଁ ଲକ୍ଷ୍ମୀ ପ୍ରସାଦ। ତାଙ୍କ ପ୍ରୋବ୍ଲେମ୍ ବିଷୟରେ ମୁଁ କହିପାରିବିନି କାହିଁକିନା ମୋର ଗୋଟେ ସାଇଡ଼୍ ରହିଛି। ମୁଁ ତାଙ୍କ ଘର ବିଷୟରେ କଲେ ଟର୍ଚର କଲେ। ଆମ ଘରକୁ ଫୋନ୍ କରିବେ ଆସିକି ନେଇଯାଅ। ଆମର ଯାଇକି ଆଣନ୍ତି ବୁଝାବୁଝି କରନ୍ତି। ତାକୁ ନେଇକି ରଜ ଭାର ଦେଇକି ଛାଡ଼ିକି ଆଇନୁ ଭଲ। ତାପରେ ସିଏ ହେଉଛି ତାଙ୍କୁ ମାରି ଦେଇକି ଆଣିକି ମେଡ଼ିକାଲରେ ପକେଇଛନ୍ତି। ଆମକୁ ଜଣାଉନାହାନ୍ତି 11ଟା ହେଲାଣି ଆମେ ଜାଣିଛୁ। ପର ଲୋକଙ୍କ ଦ୍ୱାରା ଜାଣିକି ଆସିକି ଆମେ ମେଡ଼ିକାଲରେ ପହଞ୍ଚିଛୁ। କୁଆଡ଼େ ଯାଇକି ରହିଛନ୍ତି ସେମାନେ ଏପର୍ଯ୍ୟନ୍ତ ଦେଖା ଦେଉନାହାନ୍ତି। ଡେଡ୍ ବଡି ପଡ଼ିଛି ମେଡ଼ିକାଲରେ ଆସିକି ପଡ଼ିଛି। କେହି ଗୋଟେ ଦେଖା ଦେଇନାହାନ୍ତି। ତା ସ୍ୱାମୀ କତିକି ଲଗେଇଲା ବେଳକୁ କହୁଛି କି ଆମେ ଜାଣିନୁ କିଛି ଜାଣିନୁ। ପୁଣି ପ୍ରେଗନେଣ୍ଟ ଅଛି 3 ମାସର। ସେ କ'ଣ ଆପେ ମରି ଯାଉଥିଲା?
ताको मारी देके आनी पकई देजनी तथापि खबर दउनांती समस्त मोबाइल स्विच ऑफ लगैला आलको आ बड़ा जा अलगा है आइछि से नै के आछि तार केई देखा नांती ताको आमे चाहूँ ताको शास्ति दियो जो भले आम भौणी मरीची फाँसी देके ताको मारिचंती सेई भले ताको से फाँसी रो झुलंतु आमे एतिकी चाहूँ एपर्यंत आमे आसिक 11 टारु बसिलुनी गुटे थाना वाला भी एपर्यंत भद्रक कमल लोचन पंडांक रिपोर्ट टुमाणी टीवी।